ଯଦି ପ୍ରେମରେ କାହା ପାଇଁ ଆଖିରୁ ଲୁହ ଝରେ ତ ଜାଣିନିଅ ତୁମଠାରୁ ଅଧିକ ପ୍ରେମ ତାକୁ କେହି ବି କରିପାରିବେନି। ପ୍ରେମ ଜିଦରୁ ନୁହେଁ, ଭାଗ୍ୟରେ ଥିଲେ ମିଳେ, ନହେଲେ ପୁରା ସଂସାରର ମାଲିକ ତାଙ୍କ ରାଧା ବିନା ତ ରହିପାରିନଥାନ୍ତେ। ମଣିଷ ଦୁଇଟି ଜାଗାରେ ହାରିଯାଏ, ଗୋଟେ ତା ପ୍ରେମ ପାଖରେ ଆଉ ଗୋଟେ ତା ପରିବାର ପାଖରେ। ପ୍ରେମର ଅନୁଭବ ବହୁତ ଖାସ୍ ହୋଇଥାଏ, ଦୂରରେ ଥାଇ ବି ସେ ଆମ ହୃଦୟର ବହୁତ ପାଖରେ ଥାଏ। ମୁଁ ଏତେ ଖରାପ ନୁହେଁ କି ତତେ ଭୁଲିଯିବି, ସବୁବେଳେ ଚୁପ୍ ରହୁଥିବା ଲୋକ ଅଧିକ ଭଲ ପାଇଥାନ୍ତି। ସଚ୍ଚା ପ୍ରେମ କ'ଣ ସେ ହିଁ ବୁଝିପାରିବ, ଯିଏ କାହାକୁ ବହୁତ ଭଲ ପାଇଲା ପରେ ବି ତାଠୁ ଦୂରେଇ ଦେଇଥିବ। ବେଳେବେଳେ ସେ ମଣିଷ ବେଶୀ କଷ୍ଟ ଦିଏ, ଯାହା ପାଇଁ ତୁମେ କିଛି ବି କରିପାରିବ। ଯାହା ବହୁତ ସହଜରେ ମିଳିଯାଏ, ଲୋକମାନେ ତାକୁ ଅଣଦେଖା କରିଦିଅନ୍ତି କ'ଣ ପାଇଁ? ଲୋକଙ୍କ ଠାରୁ ବେଶୀ ଆଶା ରଖନି, ନହେଲେ ତୁମେ କାନ୍ଦି କାନ୍ଦି ରହିବ ଆଉ ତାଙ୍କୁ କିଛି ବି ଫରକ ପଡ଼ିବନି। ଲୋକମାନେ ତୁମ ବିଷୟରେ କ'ଣ ଭାବୁଛନ୍ତି ତାହା ଜରୁରୀ ନୁହେଁ, ତୁମେ ତୁମ ନିଜ ବିଷୟରେ କ'ଣ ଭାବୁଛ ତାହା ବେଶୀ ଜରୁରୀ। ମଣିଷ ଠାରୁ ମିଳୁଥିବା ଇଜ୍ଜତ ଆଉ ନିଜ ଲୋକଙ୍କ ଠାରୁ ମିଳୁଥିବା ବେଜିତ୍ କେବେ ବି ଭୁଲନ୍ତୁ ନାହିଁ। କେବେ ବି। ଭିତରେ ଭାଙ୍ଗି ପଡ଼ିଥାଏ ସେଇ ମଣିଷ ଯିଏ ଅନ୍ଧାର ରାତିରେ ଚୁପଚାପ ବସି ଲୁହ ଗଡ଼େଇଥାଏ। ମୋର ଏକୁଟିଆ ରହିବାର ଗୋଟିଏ କାରଣ କି ମୋତେ ଧୋକେବାଜ ମଣିଷଙ୍କ ପାଖରୁ ଦୂରକୁ ଯିବା ବହୁତ ଡର ଲାଗେ। ବେଳେବେଳେ ଆମେ ଏତେ ଭାଙ୍ଗି ପଡ଼ନ୍ତି କି ଯଦି କେହି ସାହାରା ଦିଏ ନା, ଆଖିରୁ ଲୁହ ଝରି ଆସେ। ସମୟ ସବୁ କିଛି ଶିଖେଇ ଦିଏ, ଲୋକଙ୍କ ସାଥିରେ ରହିବା ବି, ଲୋକଙ୍କ ବିନା ବଞ୍ଚିବା ବି। ତ ସାଙ୍ଗମାନେ ଆପଣ ସମସ୍ତଙ୍କ ପାଇଁ ଗୋଟେ କୋଶ୍ଚିନ୍ କି ସକଳ ଶକ୍ତିର ଆଧାର କିଏ? এই ଆନ୍ସରଟି ଯେଉଁମାନେ ଜାଣିଛନ୍ତି କମେଣ୍ଟରେ ନିହାତି ଜଣାଇବେ। ଭିଡ଼ିଓଟି କେମିତି ଲାଗିଲା ନିହାତି କମେଣ୍ଟରେ ଜଣାଇବେ। ତ ରହିଲୁ, ଜୟ ଜଗନ୍ନାଥ ସାଙ୍ଗମାନେ।